ବର୍ଷା ସବୁବେଳେ ହେଲା ମାନେ ମୋର ସବୁବେଳେ ଚିନ୍ତା ଥାଏ ଗଛ ଗୁଡ଼ାକ ସବୁ ମାନେ ଭଲ ଅଛି କି ନାହିଁ। ସବୁବେଳେ ଡରରେ ରହେ ଗଛ ପାଇଁ। ତ ଆଜି ବର୍ଷା ଛାଡ଼ିଗଲା ପରେ ବର୍ଷା ହେବା ସମୟରେ ପବନ ଯୋଉ ହଉଥିଲା ନା ଧୋଧା ସବୁ ଶୁଭୁଥିଲା। ଭାବୁଥିଲି ଆସିବି ବୋଲି ମା ମନା କଲେ ଆସିପାରିଲେନି। ବହୁତ ଜୋର ବି ବର୍ଷା ବି ହଉଥିଲା। ଆଉ ସେ ବର୍ଷାରେ ଓଦା ହେଇକି ବି ଆସିବାଟା ରାତିରେ ଠିକ୍ ନୁହଁ ତ ମା ବି ମନା କଲେ ତ ସେଥିପାଇଁକା ବର୍ଷା ଛାଡ଼ିଲା ପରେ ଆସିଲି। ଆଉ ଆସିଲା ବେଳକୁ ସତରେ ଦେଖିଲି ମୋର ଯେତିକି ମନ୍ଦାର ଗଛ ନା ସବୁ ଗଡ଼ି ପଡ଼ିଥିଲା। ଆଜି ବାଇଗଣ ଗଛ ଏତେ କିଛି କ୍ଷତି ହେଇନି କି ଗଡ଼ିନି। ଆଉ ଉପରେ ଯେଉଁଗୁଡ଼ାକ ରଖିଥିଲି ନା ଯେତିକି ମୋର ଟଗର ଗଛ ଆଉ ତା ସାଥିରେ ଗୋଲାପ ଗଛ ଆଉ ସବୁ ଛୋଟ ଛୋଟ ଗଛ ଗୁଡ଼ାକ ତ ସେଇ ସବୁ କୁଣ୍ଡ ଗୁଡ଼ାକ ବହୁତ ଛୋଟ ଛୋଟ। ତାକୁ ସପୋର୍ଟ ବି ସେମିତି କିଛି ତାର ଫାର ବାନ୍ଧି ନାହିଁ, ଆଗରୁ ବାନ୍ଧେ। ତ ସେଇ ସବୁ କୁଣ୍ଡ ପାଇଁ ମୁଁ ଡରୁଥିଲି। ଭାବିଲି ଯେଉଁ ଧୁଧା ଶୁଭିଲା ମୁଁ କହିଲି ବୋଧେ ସେଇ କୁଣ୍ଡ କିଛି ପଡ଼ିକି ଭାଙ୍ଗିଗଲା। ଯାହା ହଉ ମାନେ ସେ କୁଣ୍ଡ ଏତେ ଖସି ନାହିଁ, କିଛି ଭାଙ୍ଗି ନାହିଁ। ତ ଯେଉଁଟା ବିଶ୍ୱାସ ନଥିଲା ସେଇ କୁଣ୍ଡ ହିଁ ଭାଙ୍ଗିଗଲା। ମନ୍ଦାର ଗଛ କ'ଣ ପାଇଁ କହିଲେ ଖସିଲା? ଡେଙ୍ଗା ଡେଙ୍ଗା ହେଇଯାଉଛି ନା ମନ୍ଦାର ଗଛ। ଯେତେ ବି ପ୍ରୁନିଂ କଲେ ବି ମଧ୍ୟ ଦେଶୀ ଗଛ ଗୁଡ଼ାକ ଟିକେ ଡେଙ୍ଗା ରହୁଛି। ତ ସେ ଡେଙ୍ଗା ଗୁଡ଼ାକ ପବନ ଦେଲାକୁ ବେଶୀ ଜୋରରେ ନା ସେ ମାଡ଼ ହେଇକରି ସବୁ ଗଳି ପଡ଼ୁଛି। ଯେଉଁଥିପାଇଁ ଗଛ ହେଉଛି ମୋର ଗ୍ରୋ ବ୍ୟାଗ୍ କିଣିବାର ଫାଇଦା ବି ବହୁତ ଅଛି ସତ କଥା କହିଲି। ମାନେ ଗ୍ରୋ ବ୍ୟାଗ୍ ପଡ଼ିଲେ ଉପରୁ ତଳକୁ ପଡ଼ିଲେ ବି ମୋତେ କିଛି ନଷ୍ଟ ହେବାର ନାହିଁ। କିନ୍ତୁ କୁଣ୍ଡ ସେଇଠୁ ଟିକେ ପଡ଼ିଲା 1 ଇଞ୍ଚ ଭିତରେ ଦେଖିଲା କୁଣ୍ଡ ଫାଟି ଫୁଟା ଦି ଫାଳ। ତ ବହୁତ ମନ ଦୁଃଖ ଅଛି।